ଦେଖନ୍ତୁ ଆପଣଙ୍କର SLP ବା ସମର ଲର୍ଣ୍ଣିଂ ପ୍ରୋଗ୍ରାମ ବା ଗ୍ରୀଷ୍ମକାଳୀନ ଅବକାଶ ଗୃହ କାର୍ଯ୍ୟ ଗୁଡ଼ିକ ବର୍ତ୍ତମାନ ଦିଆଯାଇଛି। ଶିଶୁ ବାଟିକା ପାଇଁ ଶିକ୍ଷଣ କାର୍ଯ୍ୟ ଏକ କ'ଣ ଦିଆଯାଇଛି ନା ତଳେ ଦିଆଯାଇଥିବା ଚିତ୍ର ଦେଖ ତୁମେ କେଉଁ ଜିନିଷ ଦେଖିଛ ସେଥିରେ ଗୋଲ ବୁଲାଅ। ତ ପିଲାମାନଙ୍କୁ ଏଇଭଳିଆ ଗୋଟିଏ ସିଟ୍ ଆପଣ ଜେରକ୍ସ କରିକି ଦେବେ, ଯେଉଁଥିରେ ପିଲାମାନେ ଘରେ କରିବେ। ପ୍ରଥମ ଚିତ୍ର ସହ ସମ୍ପର୍କ ଦ୍ୱିତୀୟ ସମ୍ପର୍କକୁ ଯୋଡ଼ ଶିଶୁ ବାଟିକାରେ ଦେଇଛି। ସେହିଭଳି ଦ୍ୱିତୀୟ ଶିକ୍ଷଣ କାର୍ଯ୍ୟରେ କ'ଣ ଦେଇଛି ଦେଖନ୍ତୁ ନା ତଳେ ଦିଆଯାଇଥିବା ଚିତ୍ର ଦେଖ କେଉଁଟିରୁ ଶବ୍ଦର ବାହାର କରି ସେଥିରେ ରଙ୍ଗ ଦିଅ। ବିଭିନ୍ନ ପ୍ରକାରର ଚିତ୍ର ଦେଇ ସେଥିରେ ରଙ୍ଗ ଦେବେ, ଯେମିତି ଡ୍ରମ୍ ହେଲା, ବହି ହେଲା, ଶଙ୍ଖ ହେଲା, ବଇଁଶୀ, ଆପଣଙ୍କର ବ୍ୟାଗ, ଢୋଲ, କଲମ। ସେହିଭଳି ବିନ୍ଦୁ ଯୋଡ଼ି ରଙ୍ଗ ଦେବାକୁ ସୂର୍ଯ୍ୟ, ବାଦଲ, ଡଙ୍ଗା ଦେଇଛି ଏବଂ ଶେଷରେ ଶିକ୍ଷକଙ୍କ ସ୍ୱାକ୍ଷର ମଧ୍ୟ ରହୁଛି। ସେହିଭଳି ଦେଖନ୍ତୁ ତୃତୀୟ ଶିକ୍ଷଣ କାର୍ଯ୍ୟରେ ଆପଣଙ୍କର ଅଧିକ ଚଢ଼େଇଥିବା ବସିଥିବା ଠିକ୍ ଚିହ୍ନ ଦିଅ। କେଉଁଠି ଅଧିକ ବସିଛନ୍ତି ସେଠି କମ୍ ପାଣି କେଉଁଠି ଅଛି ଠିକ୍ ଚିହ୍ନ ଦିଅ। ମିଠା ଲାଗୁଥିବା ଜିନିଷ ଉପରେ ଗୋଲ ବୁଲାଅ। ତ ଏଇଭଳି ଶିକ୍ଷଣ କାର୍ଯ୍ୟ ଦେଇଛି। ଚତୁର୍ଥଟି ଦେଇଛି ଦେଖନ୍ତୁ 4 ନମ୍ବରଟି ଆପଣ ଯୋଡ଼ିବେ, ଆବେଗ ଗୁଡ଼ିକ ଯୋଡ଼ିବେ। ସେହିଭଳି ତଳେ ଯାଇଥିବା ଦେଖନ୍ତୁ ହସ, କାନ୍ଦ, ଲୁହ, ମଜା, ଲୁହ ସେଗୁଡ଼ିକ ମୁଖରେ ମଧ୍ୟ ଦେଇଛି। ସେଇ ଫେସ୍ ଗୁଡ଼ିକ ଯୋଡ଼ିବେ। ତଳେ ଦିଆଯାଇଥିବା ଆକୃତି ଦେଖି ସମାନ ଆକୃତି ବନାଅ। ଦେଖନ୍ତୁ ଗାର ଟାଣିବା, ବର୍ଗ କରିବା, ଗୋଲ ବୁଲାଇବା, ଅର୍ଦ୍ଧବୃତ୍ତ, ତ୍ରିଭୁଜ ଏଗୁଡ଼ିକ ବନାଇବା ପାଇଁ ଜାଗା ଦେଇଛି। ତ ଏଗୁଡ଼ିକ ଗୃହ କାର୍ଯ୍ୟରେ ଆପଣ ଦେବେ, ଜେରକ୍ସ କରି ଏଗୁଡ଼ିକ ଦେବେ। ସେହିଭଳି ବାହାରୁ ଗୋଟିଏ ପତ୍ର ଆଣ ଓ ରଙ୍ଗ ଦେଇ ଖାଲି ସ୍ଥାନରେ ଛାପ ଦିଅ। ଦେଖନ୍ତୁ ପତ୍ରଟେ ଆଣି ରଙ୍ଗ ଭିତରେ ଛାପ ଦେବେ। ସେହିଭଳି ତଳେ ଦିଆଯାଇଥିବା ଛୋଟ ଚିତ୍ର ପାଖରେ ଆଙ୍ଗୁଳି ଚିହ୍ନ ଦିଅ, ଯେଉଁଟା ଛୋଟ ସେଠି ଆଙ୍ଗୁଠି ଛାପ ଦେବ। ହାତୀ ଦେଇଛି, କୁକୁଡ଼ା ଦେଇଛି, ଗଛ, ନଡ଼ିଆ ଗଛ, ବଲ୍, ଛୋଟ ବଲ୍। ସେହିଭଳି ଶିକ୍ଷଣ କାର୍ଯ୍ୟ 6ରେ ପ୍ରଜାପତି ରଙ୍ଗ ଦେବ। ରଙ୍ଗ ସେହିଭଳି ଗ୍ରହରେ ରଙ୍ଗ ଦେବ। ଏଇଭଳି ଆପଣଙ୍କର 6ଟି ସପ୍ତାହରେ 6ଟି ପ୍ରଜାପତି ରଙ୍ଗ ଦେବ। ରଙ୍ଗ ସେହିଭଳି ଗ୍ରହରେ ରଙ୍ଗ ଦେବ। ଏଇଭଳି ଆପଣଙ୍କର 6ଟି ସପ୍ତାହରେ 6ଟି ଶିକ୍ଷଣ କାର୍ଯ୍ୟ ଦେଇଛି। ଚାଲନ୍ତୁ ଜାଣିବା ପ୍ରଥମ ଶ୍ରେଣୀର କ'ଣ ଦେଇଛି ଗୃହ କାର୍ଯ୍ୟ ଗୁଡ଼ିକ। ଦେଖନ୍ତୁ ପ୍ରଥମରେ ଦେଇଛି ଆପଣଙ୍କର 1 ନମ୍ବର ଭାଷା ପାଇଁ ଆଙ୍ଗୁଠିରେ ରଙ୍ଗ ନେଇ କାଗଜରେ ଛାପ ରଙ୍ଗ ଚିତ୍ର ଅଙ୍କନ କର। ଆପଣଙ୍କର ଆଙ୍ଗୁଠି ଛାପରେ କରିବେ କ'ଣ ରଙ୍ଗ ନେଇକରି ଫୁଲ, ସୂର୍ଯ୍ୟ, ଗଛ, ଚଢ଼େଇ ଇତ୍ୟାଦି। ସେହିଭଳି 2 ନମ୍ବରରେ ଚଟ ମର ଅକ୍ଷର ଗୁଡ଼ିକୁ ଆରମ୍ଭ କରି 5ଟି ଲେଖାଏଁ ଶବ୍ଦ କୁହ। ସେହିଭଳି 3 ନମ୍ବର ଦେଇଛି ତୁମେ ଶିଖିଥିବା ଯେକୌଣସି 5ଟି ଅକ୍ଷରକୁ କାଗଜରେ ଲେଖ ଓ ତା ଉପରେ ଡାଲି କିମ୍ବା ମଞ୍ଜିରେ ଅଠା ଲଗାଅ। ତାହେଲେ ଜାଣିଥିବା ଆମେ ଶିଖିଥିବା 5ଟି ଅକ୍ଷରକୁ ନେଇକି ସେଥିରେ ଅଠା ଲଗାଇବା, ମଞ୍ଜି ଅଠା କିମ୍ବା ଡାଲି ଫାଲି ଲଗାଇବା। ସେହିଭଳି ତୁମକୁ ଭଲ ଲାଗୁଥିବା ଗୀତକୁ ଅଭିନୟ କରି ଆବୃତ୍ତି କର ମଧ୍ୟ ଦେଇଛି। ସେହିଭଳି ଗଣିତରେ କ'ଣ ଅଛି ଚାଲନ୍ତୁ ଜାଣିବା। ପ୍ରଥମ ଶ୍ରେଣୀ ଚିତ୍ର ମାଧ୍ୟମରେ କେଉଁଟି ପାଖ କେଉଁଟି ଦୂର ଚିହ୍ନାଅ ଓ ଆବଶ୍ୟକ ସ୍ଥଳେ ଅଭିଭାବକଙ୍କ ସହାୟତା ନିଅ। 2 ନମ୍ବର ଅଛି ଗଣିତରେ ତୁମ ପରିବେଶର ଉପଲବ୍ଧ ବିଭିନ୍ନ ଆକୃତି ଗୁଡ଼ିକର ନାମ କୁହ, 3 କୋଣିଆ, ଗୋଲ, 4 କୋଣିଆ ଇତ୍ୟାଦି। ସେହିଭଳି 3 ନମ୍ବର ଅଛି ଶୂନ୍ୟସ୍ଥାନ ପୂରଣ କର। 1, 2, ଡ୍ୟାସ୍ ଡ୍ୟାସ୍ 5, 6 ହେଲେ ଆମେମାନେ ଜାଣିଛେ 2 ପରେ 3, 4 ଆସିବ। ସେହିଭଳି 4, 5 ଡ୍ୟାସ୍ ଦେଇଛି, 6, 7 ଡ୍ୟାସ୍ 9 ଏଇଭଳି ଖାଲି ଥିବା ଶୂନ୍ୟସ୍ଥାନରେ ପୂରଣ କରିବେ। 4 ନମ୍ବର ଦେଇଛି ଗ୍ରିଡ଼ର ସଂଖ୍ୟାକୁ ପୂରଣ କର। ଗୋଟିଏ ଦେଇଛି ଗ୍ରିଡ଼ ସ୍କୋୟାର ବ୍ଲକ୍ ଦେଇଛି, ସେଥିରେ ସଂଖ୍ୟା ଛାଡ଼ି ଯାଇଛି, ସେଗୁଡ଼ିକ ଲେଖିବାକୁ କହିଛି। ସେଭଳି ପରିବେଶ ପାଠ 1 ନମ୍ବରରେ ଦେଇଛି 5ଟି ଗୃହପାଳିତ ପଶୁମାନଙ୍କର ନାମ ଲେଖ। ନିଜ ଘରର ପରିବେଶ ମିଳୁଥିବା ଫଳ ଓ ପନିପରିବା ସଂଗ୍ରହ କର। ଅଠା ଦେଇ ଲଗାଅ। ଗୋଟିଏ ଘରର ଚିତ୍ର କର, ଚିତ୍ର ଉପରେ ଅଠା ଲଗାଅ। ଦେଖନ୍ତୁ ଗଣିତ ଭାଷା ପରିବେଶ ପ୍ରଥମ ଶ୍ରେଣୀରେ ଦେଇଛି। ଆପଣମାନେ 2ଟି ସପ୍ତାହ କରି ଏଗୁଡ଼ିକ ସାରିପାରିବେ। ସେହିଭଳି ଦ୍ୱିତୀୟ ଶ୍ରେଣୀର କ'ଣ ଦେଇଛି ଅବକାଶ କାର୍ଯ୍ୟ ଗୃହକାଳୀନ ନା ଆକାର, ହସେଇକାର, ଦୀର୍ଘଇକାର, ଔକାର ଯାଏଁ 3ଟି ଲେଖାଏଁ ଶବ୍ଦ ଲେଖିବେ। ତୁମେ ଦେଖାଯାଉଥିବା ହାଟ, ନଈ ବିଷୟରେ 5 ଧାଡ଼ି ଲେଖିବେ। ତୁମେ ଜାଣିଥିବା ଏକ ଗପ ଅଭିନୟ କରି ଅଭ୍ୟାସ କରିବେ। ଇଏ ଥିଲା ଭାଷାର। ସେହିଭଳି ଗଣିତର କ'ଣ ଦେଇଛି ନା 11ରୁ 20 ପର୍ଯ୍ୟନ୍ତ ସଂଖ୍ୟାକୁ କ୍ରମାନ୍ୱୟରେ ଲେଖିବେ, ସେଗୁଡ଼ିକ ଅକ୍ଷରରେ ଲେଖିବେ। 11ରୁ 20କୁ ସଂଖ୍ୟା ଓ ଅକ୍ଷରରେ ଲେଖିବେ। ସେଭଳି 2 ନମ୍ବର ଦେଇଛି କୋଠରୀରେ ଥିବା ଖାଲି ସ୍ଥାନରେ ମିଶାଣ ଫଳ ଲେଖ ଓ ସେଥିରେ ରଙ୍ଗ ଦିଅ। ଦେଖ କେମିତି ଦେଇଛି ମିଶି କେତେ ହେବ, କେତେଟା ରଙ୍ଗ 2 ମିଶାଣ 4 କେତେ ହେବ 6। ସେଭଳି
ଦୁଇଟି ଦେଇଛି। ସେହିଭଳି 3 ନମ୍ବରରେ ଦେଇଛି ଅଭିଭାବକଙ୍କ ସହାୟତାରେ ବିଭିନ୍ନ ଟଙ୍କା ପଇସା ସହ ପରିଚୟ କରିବା। 1 ଟଙ୍କା, 2 ଟଙ୍କା, 5 ଟଙ୍କା, 10 ଟଙ୍କା ନୋଟ ମଧ୍ୟ 5, 10, 20, 50 ଇତ୍ୟାଦି ଚିହ୍ନିବେ। ସେଭଳି ଦ୍ୱିତୀୟ ଶ୍ରେଣୀର ପରିବେଶ ପାଠ ଦେଖନ୍ତୁ ଦେଇଛି। ସ୍ଥଳଭାଗ, ଜଳଭାଗ, ଆକାଶରେ ବ୍ୟବହାର କରାଯାଉଥିବା ଯାନଗୁଡ଼ିକ ଚିତ୍ର ସଂଗ୍ରହ କରି ଅଠା ଦେଇ ଲଗାଅ। ତୁମେ ରୋଷେଇ ଘର ଥିବା ଜିନିଷଗୁଡ଼ିକର ନାମ ତାଲିକା କର। ଅଳତା କାଠିରେ ଆଙ୍ଗୁଠି ଛାପ ଦେଇ ଗଛର ଚିତ୍ର ଅଙ୍କନ କର। ସେହିଭଳି ତୃତୀୟ ଶ୍ରେଣୀର ଚାଲନ୍ତୁ ଭାଷା ଜାଣିବା କ'ଣ ଦେଇଛି ପ୍ରଶ୍ନଗୁଡ଼ିକ। ସମର ଗୃହକାର୍ଯ୍ୟରେ ବା ଗ୍ରୀଷ୍ମ ଅବକାଶକାଳୀନ ଗୃହକାର୍ଯ୍ୟରେ ଜଙ୍ଗଲରେ ଥିବା ବାଘ ବିଷୟରେ ଅନୁଚ୍ଛେଦ ଲେଖିବ। ତୁମ ଜିଲ୍ଲାରେ ଥିବା ଅବସ୍ଥିତି ଲୋକପ୍ରିୟ 5 ଧାଡ଼ି ଲେଖିବେ। ତୁମେ ପଢ଼ିଥିବା ଆଞ୍ଚଳିକ ଗୀତ ଅଭିନୟ ଆବୃତ୍ତି କରିବେ। ସେଭଳି ଗଣିତରେ ରହିଛି ସିଧାଗାର, ବଙ୍କାଗାର ଚିତ୍ର ଅଙ୍କନ କରିବେ। 4, 2, 5, 7 ଅଙ୍କଗୁଡ଼ିକ ବ୍ୟବହାର କରି 2 ଅଙ୍କ ବିଶିଷ୍ଟ 8ଟି ସଂଖ୍ୟା ଲେଖିବେ। ସେହିଭଳି ସ୍ଥାନାଙ୍କଗୁଡ଼ିକ ଲେଖ। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଏଭଳି ଅଷ୍ଟମ ଯାଏଁ ଲେଖିବାକୁ କୁହାଯାଇଛି। ସେଭଳି ପରିବେଶ ଦେଖନ୍ତୁ। ତୃତୀୟ ଶ୍ରେଣୀଗୃହରେ ଆମେ କିପରି ଶୃଙ୍ଖଳା ରକ୍ଷା କରିବା ତାହାର ତାଲିକା ପ୍ରସ୍ତୁତ କର। ଡାକ୍ତରଖାନାରେ ବ୍ୟବହାର ହେଉଥିବା ଜିନିଷଗୁଡ଼ିକ ଚିତ୍ର ସଂଗ୍ରହ କର। ଟ୍ରାଫିକ୍ ଲାଇଟ୍ ପୋଷ୍ଟ ମଡେଲ ଚିତ୍ର କର। ଏଗୁଡ଼ିକ ବିଗତ ବର୍ଷରେ ମଧ୍ୟ ଦେଇଥିଲା, ଏବର୍ଷ ମଧ୍ୟ ଦେଇଛି। ସେହିଭଳି ଟିକି ଚଢ଼େଇ ପଦ୍ୟକୁ ଚତୁର୍ଥ ଶ୍ରେଣୀ ନୂଆ ପାଠ୍ୟପୁସ୍ତକରେ ଆସିଛି। ଟିକି ଚଢ଼େଇ ପଦ୍ୟଗୁଡ଼ିକ ଭାବଭଙ୍ଗୀ ସହ ଶୁଣାଅ। ନକଲି ହୀରାର ପ୍ରସଙ୍ଗକୁ ଅନ୍ୟମାନଙ୍କୁ ପଢ଼ି ଶୁଣାଅ। ମଧୁବାବୁଙ୍କ ପରି ଓଡ଼ିଶାର ଅନ୍ୟ ବରପୁତ୍ରଙ୍କ ନାମ ଭାଇ ଭଉଣୀଙ୍କ ସାଙ୍ଗସାଥୀଙ୍କଠାରୁ ବୁଝି ଲେଖ। ତୁମକୁ ଭଲ ଲାଗୁଥିବା 10ଟି ଚିତ୍ର ଅଙ୍କନ କର ଓ ତା'ର ନାମ ଲେଖ। ପ୍ରତି ଚିତ୍ର ବିଷୟରେ 2 ଧାଡ଼ି ଲେଖ। ଗଣିତରେ ଦେଲା ଦ୍ୱିମାତ୍ରିକ ଚିତ୍ର ଅଙ୍କନ କର। ତା'ର ପୃଷ୍ଠ ଓ ଶୀର୍ଷ ଧାରଗୁଡ଼ିକ ସାରଣୀ ପ୍ରସ୍ତୁତ କର। 1ରୁ 9 ପର୍ଯ୍ୟନ୍ତ ଅଙ୍କକୁ ନେଇ 3 ଅଙ୍କ ବିଶିଷ୍ଟ 5ଟି ସଂଖ୍ୟା ଲେଖିବ। ସେଭଳି 3 ନମ୍ବରରେ 3 ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ଓ 3 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ମଧ୍ୟରେ ଅନ୍ତର କେତେ? ସେହିଭଳି ଘରେ ବ୍ୟବହାର କରାଯାଉଥିବା ଘଣ୍ଟାକୁ ଦେଖି କେଉଁ ସମୟରେ ଘଣ୍ଟା କଣ୍ଟା, ମିନିଟ୍ କଣ୍ଟା, ସମକୋଣ, ସୂକ୍ଷ୍ମକୋଣ, ସ୍ଥୂଳକୋଣ ହେଉଛି ସେଗୁଡ଼ିକ ଜାଣିବାକୁ କହିଛି। ସେହିଭଳି ବିଜ୍ଞାନରେ ଦେଖନ୍ତୁ ବିଭିନ୍ନ ପ୍ରକାର ଔଷଧୀୟ ପତ୍ରଗୁଡ଼ିକ ନିଜ ଖାତାରେ ଲଗାଅ। ପତ୍ରର ନାମ ଲେଖ। ଜଳକୁ ଆମେ କେଉଁ କେଉଁ କାମରେ ବ୍ୟବହାର କରିବା ତା'ର ଏକ ତାଲିକା ପ୍ରସ୍ତୁତ କର। ତୁମ ପରିବେଶରେ ଦେଖୁଥିବା ବିଭିନ୍ନ ଗଛଗୁଡ଼ିକର ନାମ ଖାତାରେ ଲେଖ। ଇଂଲିଶରେ ଦେଇଛି ଆପଣଙ୍କର 5 ରାଇଟ୍ 5 ଇଂଲିଶ ୱାର୍ଡ଼ ଇଜ୍ ଅଲସୋ କମନଲି ସ୍ପୋକନ୍ ଓଡ଼ିଆ ଲାଙ୍ଗୁଏଜ୍ ଫ୍ରମ୍ ଏକ୍ଜାମ୍ପଲ୍ ଟେବୁଲ୍। ଓଡ଼ିଆ ଓ ଇଂଲିଶରେ ମିଶିକି ଲେଖିବେ ଆପଣଙ୍କ 5ଟି ଶବ୍ଦ। ରାଇଟ୍ ଦ କ୍ୟାପିଟାଲ ସ୍ମଲ୍ ଲେଟର ଇଂଲିଶ ହ୍ୟାଣ୍ଡରାଇଟିଂ କପି ୱିଥ୍ ପ୍ରପର୍ ଷ୍ଟ୍ରୋକ୍। ଆପଣଙ୍କର ହସ୍ତାକ୍ଷରଗୁଡ଼ିକ ଠିକ୍ ଷ୍ଟ୍ରୋକ୍ରେ ଲେଖିବା ପାଇଁ ଦେଇଛି କ୍ୟାପିଟାଲ ଓ ସ୍ମଲ୍ ଲେଟର। ରାଇଟ୍ ଦ କାଉଣ୍ଟିଂ ନମ୍ବର୍ସ ଫ୍ରମ୍ 1 to 20। 1ରୁ 20 ଯାଏଁ ଆପଣ କାଉଣ୍ଟିଂ କରିକି ଲେଖିବେ। ସେହିଭଳି ରିସାଇଟ୍ ଦ ପ୍ରାକ୍ଟିସେସ୍ ଆକ୍ସନ୍ ସଙ୍ଗ୍ ୟୋର୍ ଫ୍ରେଣ୍ଡ ସିବଲିଂ। ଆପଣ ସାଙ୍ଗସାଥି ସହିତ ଆକ୍ସନ୍ ସଙ୍ଗ୍ ଗୁଡ଼ିକ ଗାଇବେ। ସେହିଭଳି ଚତୁର୍ଥ ଶ୍ରେଣୀର ପରିବେଶ ପାଠରେ କ'ଣ ଦେଇଛି ନା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ନାମ ଲେଖିବ। ଏହି ବିପର୍ଯ୍ୟୟରୁ ସୁରକ୍ଷା କିଭଳି ଭାବରେ ପାଇବ ସାଙ୍ଗ ସହିତ ବୁଝି ଲେଖିବ। ରାସ୍ତା କଡ଼ରେ ଦିଆଯାଇଥିବା କେତୋଟି ସଡ଼କ ସୁରକ୍ଷା ଚିତ୍ର ଅଙ୍କନ କରିବ। ଉଦାହରଣ ସ୍ୱରୂପ ଆଗକୁ ଅଛି ବିଦ୍ୟାଳୟ, ଧୀରେ ଗାଡ଼ି ଚଲାଅ। ସେହିଭଳି ତୁମେମାନେ କେଉଁ ସ୍ଥାନରେ ଧାଡ଼ି ରହିବା ନିୟମଟି ତାହାର ତାଲିକା ପ୍ରସ୍ତୁତ କର। ଉଦାହରଣ ସ୍ୱରୂପ ବିଦ୍ୟାଳୟ, ପ୍ରାର୍ଥନା ସଭାରେ, ବ୍ୟାଙ୍କରେ, ପୋଷ୍ଟାଲରେ ଇତ୍ୟାଦି। ତୁମ ଅଞ୍ଚଳରେ ଡାକଘର, ଅଙ୍ଗନବାଡ଼ି ଭଳି ଆଉ କେଉଁ କେଉଁ ସ୍ଥାନ ଅଛି 5ଟି ସ୍ଥାନ ଲେଖ। ଏହିଭଳି ପଞ୍ଚମ ଶ୍ରେଣୀରେ ଦେଖ। ପଞ୍ଚମ ଶ୍ରେଣୀର ଭାଷାରେ କ'ଣ ଦେଇଛି ନା ଗଛ କାହାଣୀ କବିତାକୁ ସ୍ୱରରେ ଆବୃତ୍ତି କରିବ ଏବଂ ଶୋଚନା, ଦୁଃଖର ଧରଣୀ, ଈର୍ଷା ଶବ୍ଦକୁ ନେଇକି ବାକ୍ୟ ଗଠନ କରିବ। ଆପତ୍ତି, ଶୋଚନା, ଦୁଃଖ, ଧରଣୀ, ଈର୍ଷା ବାକ୍ୟ ଗଠନ କରିବ। ନିଜ ପାଖରେ 5 ଜଣଙ୍କୁ ଭେଟ। ସେମାନଙ୍କୁ ଟିଭି, ରେଡ଼ିଓ କିମ୍ବା ମୋବାଇଲମାନଙ୍କର ପାଇଁ ଉପଯୋଗୀ କାର୍ଯ୍ୟକ୍ରମ ପଚାରି ଲେଖ। ଖବରକାଗଜ, ଗପ ଶୁଣି, ବହି ଶୁଣି, ପତ୍ରିକାରୁ ଭଲ ଲାଗୁଥିବା ପ୍ରସଙ୍ଗକୁ ଖାତାରେ ଲେଖ। ଭଲ ଲାଗୁଥିବା ଅନୁଚ୍ଛେଦକୁ ଛୋଟ ଛୋଟ ଗଳ୍ପ କବିତାରୁ 5ଟି ଲେଖାଏଁ ପ୍ରଶ୍ନ ପ୍ରସ୍ତୁତ କର। ସେହିଭଳି ଇଂଲିଶରେ ଦେଖନ୍ତୁ ରାଇଟ୍ ଦ 3 ୱାର୍ଡ଼ସ୍ ଫ୍ରମ୍ A to Z ରାଇଟିଂ ଦେୟାର ମିନିଂସ୍। ଆପଣ A to Z ଲେଖିବେ। କିଛି ଶବ୍ଦ ତା'ର ମିନିଂ ଲେଖିବେ। କ୍ରିଏଟ୍ ଦ ୱାର୍ଡ଼ ଚେନ୍ ଷ୍ଟାର୍ଟିଂ ୱିଥ୍ ସ୍କୁଲ। ସ୍କୁଲରୁ ଆପଣ ଗୋଟିଏ ଶବ୍ଦ ଲେଖିକି ଷ୍ଟାର୍ଟିଂ କରିବେ। ତା'ର ଶେଷ ଅକ୍ଷରରେ ବା ଶେଷ ଲେଟର ଯାହା ପଡ଼ିଲା ସେଥିରୁ ଆଉ ଗୋଟେ ଷ୍ଟାର୍ଟ କରିବେ। ଚେନ୍ ୱାର୍ଡ଼ ଲେଖିବେ। ରାଇଟ୍ ଦ ନେମ୍ ଅଫ୍ ଦ 12 month ଅଫ୍ ଇୟର୍। 12 ମାସର ନାମ ଲେଖିବେ। ସେଭଳି 4 ନମ୍ବର ଆଇଡେଣ୍ଟିଫାଇ ଦ ନେମ୍ ଆନିମଲ୍ସ ବାର୍ଡ଼ସ୍ ଦ କ୍ରସିଂ ୱାର୍ଡ଼ସ୍ ପଜଲ୍। ଏଠି ଗୋଟେ ପଜଲ୍ ଦେଇ ସେଥିରୁ ଆନିମଲ୍ ଆଉ ବାର୍ଡ଼ସ୍ ନାଁ ଲେଖିବେ। ସେଭଳି ପରିବେଶ ଦେଖନ୍ତୁ।
ସାଇବର ଅପରାଧ ନିରାକରଣ ପାଇଁ କେତୋଟି ସ୍ଲୋଗାନ ଲେଖିବ। ନିଜ ଅଞ୍ଚଳରେ 2 ଜଣ ଦୋକାନକୁ ଦେଖା କର ଆଉ ସେ ସାମଗ୍ରୀଗୁଡ଼ିକ କ'ଣ ବିକ୍ରି କରନ୍ତି, ସେହି ସାମଗ୍ରୀଗୁଡ଼ିକ ଆଣନ୍ତି କେଉଁମାନେ ବିକ୍ରି କରନ୍ତି ପଚାରି ଖାତାରେ ଲେଖ। ଭାରତର ଜାତୀୟ ପତାକା, ଜାତୀୟ ଫୁଲ, ଜାତୀୟ ପଶୁ ପରି ଅନ୍ୟ ସଂକେତଗୁଡ଼ିକ ସଂଗ୍ରହ କର। ଖାତାରେ ଅଠା ଦେଇ ଲେଖାଅ। ଆମ ରାଜ୍ୟର 5ଟି ପ୍ରମୁଖ ନଦୀର ନାମ ଲେଖ। ଏ ଥିଲା ପରିବେଶ। ସେଭଳି ଗଣିତ ଦେଖନ୍ତୁ। ସାରଣୀକୁ ଦେଖି ତିଆରି ପୂରଣ କର। ବର୍ଗର ଚିତ୍ରର ନାମ, ବାହୁର ସଂଖ୍ୟା, କୋଣ ସଂଖ୍ୟା, ତ୍ରିଭୁଜର ନାମ, ବାହୁ ସଂଖ୍ୟା, କୋଣ ସଂଖ୍ୟା ସବୁଗୁଡ଼ିକ ଲେଖିବେ। ସେହିଭଳି 10ଟି ବିଭିନ୍ନ କୋଣ ଅଙ୍କନ କରି ପ୍ରୋଟ୍ରାକ୍ଟରରେ ତାହାକୁ ମାପି ଲେଖ। 10ଟା କୋଣ ଅଙ୍କନ କର। ସେଭଳି ପ୍ରୋଟ୍ରାକ୍ଟର ବ୍ୟବହାର କରି 45, 70, 60, 35, 50ର କୋଣ ଅଙ୍କନ କର। 1ରୁ 9 ପର୍ଯ୍ୟନ୍ତ ଅଙ୍କ ନେଇ 4 ଅଙ୍କ ବିଶିଷ୍ଟ 9 ଅଙ୍କ ସଂଖ୍ୟା ଲେଖ। ତାକୁ ବଡ଼ରୁ ସାନ କ୍ରମେ ସଜାଅ। ସେହିଭଳି ଦୈନନ୍ଦିନ ଜୀବନରେ ଜଳର 5ଟି ବ୍ୟବହାର ଲେଖ। ଜଳ ସଞ୍ଚୟ କରିବା କି ଉପାୟ ଅନୁସରଣ କରିପାରିବ ବର୍ଣ୍ଣନା କର। ନିଜ ସାଙ୍ଗସାଥୀ ମିଶି ଗଛରୁ ଝଡ଼ି ପଡ଼ୁଥିବା ପତ୍ର ସଂଗ୍ରହ କର। ଖାତାରେ ଅଠାରେ ଲଗାଇ ହାତୀ, ଠେକୁଆ, ହାତୀ, ପ୍ରଜାପତି ଭଳି ଚିତ୍ର ଅଙ୍କନ କର। ଜଳଚକ୍ର ବୁଝାଅ। ଏହି ଥିଲା 5ମ ଶ୍ରେଣୀ ଯାଏଁ ଆପଣଙ୍କର ଅବକାଶକାଳୀନ ଗୃହ କାର୍ଯ୍ୟ। ପରବର୍ତ୍ତୀରେ ଆମେ 6ଠ ଠାରୁ 8ମ ଯାଏଁ ଆପଣଙ୍କର 6ଠରୁ 8ମ ଯାଏଁ ଅବକାଶ କାର୍ଯ୍ୟ ଗୃହ କାର୍ଯ୍ୟ ଗୁଡ଼ିକ କ'ଣ ଅଛି ଜାଣିବା।